ମକର ରାଶିର ମାସିକ ରାଶିଫଳ। ସିଂହ ରାଶିରେ ସୂର୍ଯ୍ୟଦେବଙ୍କର ଗୋଚର ଏବଂ ଦ୍ୱାଦଶ ରାଶି ଉପରେ ଏହାର ପ୍ରଭାବ। ଏହି କ୍ରମରେ ମକର ରାଶି ସିଂହ ସଂକ୍ରାନ୍ତି ମାସରେ କ'ଣ ଫଳ ପ୍ରଦାନ କରୁଛନ୍ତି ସେ ସମ୍ପର୍କରେ ଏ ଉପସ୍ଥାପନା। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ମକର ରାଶି ନୈସର୍ଗିକ ରାଶିଚକ୍ରର ଦଶମ ରାଶି। ଚଳିତ ସିଂହ ସଂକ୍ରାନ୍ତିରେ ମକର ରାଶିର ଫଳ ସମ୍ପର୍କରେ କହିବାକୁ ଗଲାବେଳେ ସଂଯୋଗବଶତଃ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ରତ୍ନସିଂହାସନରେ ବିରାଜିତ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ଜନ୍ମତିଥି ପଡ଼ୁଅଛି। ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମର୍ତ୍ତ୍ୟରେ ମାନବୀୟ ଲୀଳା କରୁଥିବାରୁ ସାଧାରଣ ମନୁଷ୍ୟ ପରି ତାଙ୍କର ସମସ୍ତ ନୀତିକାନ୍ତି ମାନବୀୟ ରୀତିରେ ସମ୍ପନ୍ନ ହୋଇଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ଦ୍ୱାପର ଯୁଗର କୃଷ୍ଣ ବଳରାମ ଓ ସୁଭଦ୍ରାଙ୍କୁ ଏ କଳିକାଳରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ରୂପେ ଗ୍ରହଣ କରାଯାଇଛି। ତଦନୁଯାୟୀ ବଳରାମଙ୍କର ଜନ୍ମ ଦ୍ୱାପର ଯୁଗର ଶ୍ରାବଣ ମାସ ପୂର୍ଣ୍ଣିମା ତିଥି ମକର ରାଶି ଓ ଶ୍ରବଣା ନକ୍ଷତ୍ରରେ ହୋଇଥିବାରୁ ତଦନୁଯାୟୀ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ଜନ୍ମତିଥି ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ଦେବକୀଙ୍କ ଗର୍ଭରୁ ବଳରାମଙ୍କୁ ନିଆଯାଇ ନନ୍ଦପୁରର ରାଜା ନନ୍ଦଙ୍କର ରାଣୀ ରୋହିଣୀଙ୍କ ଗର୍ଭରେ ସଂସ୍ଥାପନ କରାଯାଇଥିଲା ଏବଂ ବଳରାମ ଜନ୍ମଗ୍ରହଣ କରିଥିଲେ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ପ୍ରଭୁ ବଳଦେବଙ୍କର ଜନ୍ମନୀତି ସମ୍ପନ୍ନ ହୋଇଥାଏ। ଜନ୍ମାଷ୍ଟମୀ ବା ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କର ଜନ୍ମତିଥି ପାଳନ କରାଯାଇ କୃଷ୍ଣ ଜନ୍ମନୀତି ସମ୍ପନ୍ନ କରାଯାଇଥାଏ। କିନ୍ତୁ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ପାଳନ ନ କରି ନିକଟସ୍ଥ ମାର୍କଣ୍ଡେୟ ପୁଷ୍କରିଣୀରେ ସମ୍ପନ୍ନ କରାଯାଇଥାଏ। ସେ ଯାହା ହେଉ, ପ୍ରଭୁଙ୍କର ଲୀଳା ତ ବିଚିତ୍ର ଲୀଳା। ତେଣୁ ମକର ରାଶି ମହାପ୍ରଭୁ ବଳଭଦ୍ରଙ୍କ ରାଶି ହୋଇଥିବାରୁ ଏହା ଏକ ପବିତ୍ର ରାଶି ଏବଂ ରାଶିଚକ୍ରର ଦଶମ ରାଶି ହୋଇଥିବାରୁ ନୈସର୍ଗିକ ଭାବେ କର୍ମଭାବର ରାଶି ମଧ୍ୟ। ତେଣୁ ମକର ରାଶିର ବ୍ୟକ୍ତି କର୍ମଠ ହେବା ସଙ୍ଗେ ସଙ୍ଗେ କିଛିଟା ଆଧିଦୈବିକ ଶକ୍ତିର ଅଧିକାରୀ ମଧ୍ୟ ହୋଇଥାନ୍ତି। ଏମାନଙ୍କ ଉପରେ ଏକ ରକମର ଦୈବୀୟ ଆଶୀର୍ବାଦ ରହିଥାଏ। ମକର ରାଶିରେ ତିନି ଗୋଟି ନକ୍ଷତ୍ର ଯଥାକ୍ରମେ ଉତ୍ତରାଷାଢ଼ ନକ୍ଷତ୍ର, ଶ୍ରବଣା ନକ୍ଷତ୍ର ଓ ଧନିଷ୍ଠା ନକ୍ଷତ୍ର ଭୋଗ ହୋଇଥାଏ। ଏହି ଉତ୍ତରାଷାଢ଼ ନକ୍ଷତ୍ରର ଅଧିପତି ହେଲେ ରବି ମହାଗ୍ରହ, ଶ୍ରବଣା ନକ୍ଷତ୍ରର ଅଧିପତି ଚନ୍ଦ୍ର ମହାଗ୍ରହ ଓ ଧନିଷ୍ଠା ନକ୍ଷତ୍ରର ଅଧିପତି ମଙ୍ଗଳ ମହାଗ୍ରହ ହୋଇଥାନ୍ତି। ସିଂହ ରାଶିରେ ରବି ବା ସୂର୍ଯ୍ୟଙ୍କର ଗୋଚର ମକର ରାଶିର ଅଷ୍ଟମ ଭାବରେ ହେଉଥିବାରୁ ଏହି ସିଂହ ସଂକ୍ରାନ୍ତି ମାସ ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଧନପ୍ରଦାୟକ ମାସ ହୋଇପାରେ। ବାଣିଜ୍ୟ ବେପାର କରୁଥିବା ବ୍ୟକ୍ତି କାରବାରରୁ ବେଶ୍ ଦୁଇ ପଇସା ଲାଭ ପାଇପାରନ୍ତି। ଭବିଷ୍ୟତରେ ମଧ୍ୟ ଲାଭ ବୃଦ୍ଧି ହେବାର ସଂକେତ ମିଳିପାରେ। ସ୍ଥଳ ବିଶେଷରେ ପୋତା ଧନ ମିଳିବାର ମଧ୍ୟ ସମ୍ଭାବନା ରହିଛି, କିନ୍ତୁ ଗୁରୁ ନିନ୍ଦକ ମଧ୍ୟ ହୋଇଥାନ୍ତି। ରହସ୍ୟମୟ ବିଦ୍ୟା ପ୍ରତି ଆକୃଷ୍ଟ ହୋଇପାରନ୍ତି। ପ୍ରେମ ସମ୍ପର୍କରେ ଥିଲେ ପ୍ରେମ ସମ୍ପର୍କ ଦୃଢ଼ୀଭୂତ ହେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ଏବଂ ବିବାହ ଦିନ ମଧ୍ୟ ସ୍ଥିରୀକୃତ କରାଯାଇପାରେ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଅଧ୍ୟୟନରତ ଥିଲେ ଅଧ୍ୟୟନଶୀଳ ହେବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ସେତେ ଠିକ୍ ଜଣାପଡ଼ୁନାହିଁ। ଥଣ୍ଡା କାଶରେ ଆକ୍ରାନ୍ତ ହୋଇପାରନ୍ତି। ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ଥିଲେ ନିଜ ଶରୀରର ଯତ୍ନ ନିଅନ୍ତୁ। ଆବଶ୍ୟକ ସ୍ଥଳେ ଚିକିତ୍ସୀୟ ସହାୟତା ନେବା ଉଚିତ ହେବ। କାର୍ଯ୍ୟ ବିଳମ୍ବିତ ହେବାର ଯୋଗ ରହୁଥିବାରୁ ପ୍ରତ୍ୟେକ ଦିନ ପ୍ରାତଃସ୍ନାନ ପରେ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ ଓ ଅଭାବୀ ଲୋକଙ୍କୁ ଅନ୍ନ, ବସ୍ତ୍ର ଓ ଧନ ଦାନ ପ୍ରଦାନ କଲେ ମକର ରାଶି ପାଇଁ ସିଂହ ସଂକ୍ରାନ୍ତି ମାସଟି ଶୁଭ ଫଳଦାୟକ ହେବ।
ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।